ସସ୍ପେଣ୍ଡ କରି କଣ ବସପଟ ମୁଁ ଜାଣିପାରୁନି। ଯୋଉ ଦିନ ମୋହନ ମାଝୀ ନିଜର ଉଠୁଛନ୍ତି ସେଦିନ ବଳାତ୍କାର ଘଟୁଛି। ଏଗୁଡା କ୍ରିମିନାଲ ଗୁଡାକୁ ପ୍ରୋଟେକ୍ସନ ଦେବେ, କ୍ରିମିନାଲ ଗୁଡାକୁ ପାଖରେ ରଖିବେ। ମୋହନ ମାଝୀ ବଦନାମ ହଉଛନ୍ତି। ଭିଡ ହତ୍ୟାରେ ବର୍ତ୍ତମାନ ଓଡିଶା 1 ନମ୍ବର। ଯୋଉଠି ଭିଡ ହଉଛି ସେଠି ହତ୍ୟା ହଉଛି। ଯୋଉଠି ଯାହା ହେଲା ରାତି ପାଇଲେ ଆଇନ ଶୃଙ୍ଖଳା ଅବସ୍ଥା ଏମିତି। ଦୁଃଖ ଲାଗୁଛି ଦୟାଲ ଗଙ୍ଗାର ନାଁରେ ବାରମ୍ବାର ଅଭିଯୋଗ ଆସିଲା, ଖୁଲମଖୁଲା ଅଭିଯୋଗ ଆସିଲା। ସରକାର ସସ୍ପେଣ୍ଡ କରି ବସି ପଡ଼ିଲେ। ସସ୍ପେଣ୍ଡ ଆଗରୁ ସତେଜ ଗଜବି ହେଇଥିଲା, ବର୍ତ୍ତମାନ ଆଇଜି ସସ୍ପେଣ୍ଡ। ସତେଜ ଗଜବି ସସ୍ପେଣ୍ଡ ହେଲା ବେଳେ ଯାଇକି ପୋଲିସ ଚାରିଆଡେ ବୁଲିଲା, ଗୋପରେ ବୁଲିଲା, କହିଲା ଫାର୍ମ ହାଉସ କରିଛି, ବଢିଆ କରିଛି, ସବୁ ଜିନିଷ ହେଲା। ପରବର୍ତ୍ତୀ ସମୟରେ ପ୍ରମୋଟ ହେଇକି ଆଜି ଆଇଜି ହେଲେଣି। ଏ ସସ୍ପେଣ୍ଡ ବନ୍ଦ କର, ତାକୁ ବହିଷ୍କାର କର, ତାକୁ ବାନ୍ଧ ଭିତରେ ପକାଅ। ସସ୍ପେଣ୍ଡ କରି କଣ ବସପଟ ମୁଁ ଜାଣିପାରୁନି। ଆପଣଙ୍କର ଅରୁଣ ବୋଥ୍ରା ପରବର୍ତ୍ତୀ ପୁରୁଣା କେସରେ ଆମେ ଦେଖିଲୁ ଅରୁଣ ବୋଥ୍ରାଙ୍କ ପରଫରମାନ୍ସ, ଆମେ ଦେଖିଲୁ ସେ ପାର୍ସଲ ବୋମା କେସରେ କଣ ହେଲା, ଆମେ ପୁରା ଦେଖିଲୁ ଏଠି ପରୀ କେସରେ କଣ ହେଲା। ଏ ସବୁ ସସ୍ପେଣ୍ଡ ବନ୍ଦ କର। ଏଠି ଦୟାଲ ଗଙ୍ଗାର ଅଛନ୍ତି, ତାଙ୍କୁ ବାନ୍ଧିକି ଭିତରେ ରଖ। ସସ୍ପେଣ୍ଡ ବହିଷ୍କାର ଦରକାର, ଇମିଡିଏଟ ତାକୁ ଡିସମିସ୍ କରିବାର ଆବଶ୍ୟକତା ଅଛି। ଆଉ ଏ ଘଣ୍ଟା ବନ୍ଦ କର। ଏ ସସ୍ପେଣ୍ଡ ଆଜି କରିଦେବ, କାଲିକି ପୁଣି କିଏ ଯିବ କୋଉଠି ଉପର ଅଫିସର ପାଖକୁ ଯିବ, ଉପର ଅଫିସର ସହିତ ଅଫିସର ମାନଙ୍କର ଭଲ ସେଟଅପ୍ ଥାଏ, ସେଟଅପ୍ ହବ। ପୁଣି ଗୋଟେ ଫଲ୍ସ ଇନକ୍ୱାରି ବସିବ, ଇନକ୍ୱାରି ବସିଲା ପରେ ଇନକ୍ୱାରି ତଦନ୍ତ ରିପୋର୍ଟ ଆସିବ, ତଦନ୍ତ ରିପୋର୍ଟ ଆସିକି ପୁଣି ଯିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ତଦନ୍ତ ରିପୋର୍ଟ ଚୋରି ହେଇଯିବ। ତାପରେ ପୁଣି ଆଉ ତଦନ୍ତ ବସିବ। ଏତେ ତଦନ୍ତକୁ କୋର୍ଟ ସମୟ ଦେବନି, ତାକୁ ପୁଣି ପୋଷ୍ଟିଂ ଦିଆଯିବ। ଏ ସସ୍ପେଣ୍ଡ ବନ୍ଦ କର। ଡିଓପିଟିକୁ ଚିଠି ଲେଖ, ଡିଓପିଟିକୁ କଣ କଣ ଘଟିଛି ଏ ବାବଦରେ ଜଣାଅ। ଡିଓପିଟି ଡିସମିସ୍ କରିବେ, ବାନ୍ଧିବ, ଭିତରେ ପକେଇବ। ଏ ଧନ୍ଦା ମୋହନ ମାଝୀ ଦୟାକରି ବନ୍ଦ କରନ୍ତୁ। ଆଇନ ଶୃଙ୍ଖଳା ଏମିତି ଜାଗାରେ ପହଞ୍ଚିଗଲାଣି ବର୍ତ୍ତମାନ ଆଉଟ ଅଫ କଣ୍ଟ୍ରୋଲ। ଯୋଉ ଦିନ ମୋହନ ମାଝୀ ନିଜର ଉଠୁଛନ୍ତି ସେଦିନ ବଳାତ୍କାର ଘଟୁଛି। ପ୍ରତ୍ୟେକ ଦିନ ବଳାତ୍କାର ଘଟୁଛି, ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ହଉଛି, ପ୍ରତ୍ୟେକ ଦିନ ନାରୀ ଏଠି ଅସଦାଚରଣ ଶିକାର ହଉଛି। ଏ ସବୁ ତମେ କାର୍ଯ୍ୟାନୁଷ୍ଠାନ ନିଅ। ଆଉ ମିଛରେ ଫାଇଲ ଚୋରି ହେଇଛି, ଫାଇଲ ହଜିଛି, ଅମକ ଢିକି ବଗ ତଦନ୍ତ ଚାଲିଛି, ତଦନ୍ତ ଫାଇଲ ପୁଣି ହଜିଛି, ପୁଣି ତା ପାଇଁ ତଦନ୍ତ ଚାଲିଛି। ଏ ଧନ୍ଦା ସରକାର ବନ୍ଦ କରନ୍ତୁ। ଦେଖନ୍ତୁ ଯୋଉ ଚାବି ଚୋରି କରିଥିଲା ତାକୁ ଖବର ଦେଲେ ପରିବାର ଲୋକ କି ସେ ପରେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଅଛି, ତାକୁ ଧରୁନାହାନ୍ତି। ଏମିତି ଶୁଣିବାକୁ ମିଳୁଛି ସେ ପରେ ଜଣେ ସାଂସଦଙ୍କ ସାଙ୍ଗରେ ତାଙ୍କର ଭଲ ସମ୍ପର୍କ, ତାକୁ ଧରୁନାହାନ୍ତି। ବିରଞ୍ଚି ନାରାୟଣ ଜେନା। ଦୁଃଖ ଲାଗୁଛି ଯଦି ଭାରତୀୟ ଜନତା ପାର୍ଟିର ବିଧାୟକ, ସାଂସଦ ଏଗୁଡା କ୍ରିମିନାଲ ଗୁଡାକୁ ପ୍ରୋଟେକ୍ସନ ଦେବେ, କ୍ରିମିନାଲ ଗୁଡାକୁ ପାଖରେ ରଖିବେ। ମୋହନ ମାଝୀ ବଦନାମ ହଉଛନ୍ତି। ମୋହନ ମାଝୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ଯଦି କିଛି ନ ହେଇପାରୁଛି ତାହେଲେ ଅନ୍ତତଃ ଇସ୍ତଫା ଦେଇଦିଅ। ବଦନାମ କାହିଁକି ମୁଣ୍ଡଉଛ? ଥୋଡା ବଦନାମ ମୋହନ ମାଝୀ 2 ବର୍ଷ ଭିତରେ 2 ଗୁଣା ବିକାଶ ନୁହେଁ, 2 ଗୁଣା ବଦନାମ ମୁଣ୍ଡେଇଲେଣି। ଆଉ এই বিজেপি কথারে পড়িকি রহিলে আউ থোড়া বদনাম মুন্ডাইবে। ওড়িশা সারা বিকাশ করা, ওড়িশা সারা বিকাশ, ওড়িশা সারা বদনাম, ওড়িশা সারা বিনাশ, ওড়িশা সারা হত্যা, ওড়িশা সারা বিভৎস, ওড়িশা সারা বলাৎকার, ওড়িশা সারা ডকায়ত, ওড়িশা সারা মরুড়ি, ওড়িশা সারা গণবলাৎকার, ওড়িশা সারা মহিলা অসদাচরণ, ওড়িশা সারা ভিড় হিংসা। ওড়িশা কইଥିଲେ 1 নম্বর କରିବା ପାଇଁ କରିଦେଲେ ନା ନାହିଁ? ସେ ଟାଇମ୍ ରହୁ କରୁଛି। এই মোহন মাঝি যাইଥିଲେ কালকাটা 1 নম্বর କରିବାକୁ, ମାନେ ପଚାରନ୍ତୁ ମୋହନ ମାଝୀ ୱେଷ୍ଟବେଙ୍ଗଲକୁ 1 নম্বର କଲେ ନା ନାହିଁ, ଓଡ଼ିଶାକୁ ପଛରେ 1 নম্বର କରିବେ। କାରଣ ରିସେଣ୍ଟ ଯାଇଥିଲେ କାଲକାଟା କହିକି ଯାଇଛନ୍ତି ଯେ ବଙ୍ଗଳା ଯାଇଥିଲେ କହିକି ଗଲେ ଯେ ବଙ୍ଗଳା 1 নম্বର କରିବି। ପଚାରନ୍ତୁ ବଙ୍ଗଳାଟା 1 নম্বର ହେଲାଣି ନା ଓଡ଼ିଶାଟା 1 নম্বର ହେଲାଣି।